ଆମେ ଯଦି ପ୍ରଭୁଙ୍କର ନିକଟବର୍ତ୍ତୀ ତାହେଲେ ଆମ ଜୀବନରେ ଗୋଟେ ବିଷୟ ରହିବ, ଆଉ ତାହା କଣ ଜାଣିଛନ୍ତି? ଅନୁତାପ। ରିୟଲାଇଜ ଆମେ ଯେତେବେଳେ ପ୍ରଭୁଙ୍କ ନିକଟକୁ ଆଞ୍ଚୁ ଭାଙ୍ଗୁ, ଆମର ଆଖିରୁ ଲୋତକ ଝରିଯାଏ, ଅଶ୍ରୁ ଝରିଯାଏ କି ପ୍ରଭୁ ମୁଁ ଭାବି ନଥିଲି ମତେ ତମେ ଠିଆ କଲ। ସେତେବେଳେ ଚିନ୍ତା ଲାଗୁଥିଲା, ପ୍ରଭୁ ଯେତେବେଳେ କହିଲେ ତମେ এই ଦେଶରୁ ବାହାରି ଯାଅ, এই କାମରୁ ବାହାରି ଯାଅ, ଜୀବନରେ କଷ୍ଟ ଆସିଲା, ଜୀବନରେ ସମସ୍ୟା ଆସିଲା, ଜୀବନରେ କେବଳ ସମସ୍ୟା ନୁହେଁ, ସମସ୍ୟାର ଝଡ଼ ଆସିଲା। ଆଜି ଯଦି ମନେ ପକାଏ ସେ ସମସ୍ୟା ଯଦି ଆସି ନଥାନ୍ତା ତାହେଲେ କଣ ସେ ଅନୁଭୂତି ମୁଁ ପାଇଥାନ୍ତି? ଆପଣଙ୍କୁ ଜୀବନରେ ସମସ୍ୟା ଆସିଲେ ଆପଣ ପ୍ରଭୁଙ୍କ ଠାରୁ ଯଦି ଦୂରକୁ ଚାଲି ଯାଉଛନ୍ତି ତାହେଲେ ଆପଣ ଶିଖୁନାହାନ୍ତି। ଆପଣଙ୍କ ଜୀବନରେ ଯଦି କିଛି ବାଧା ଆସୁଛି, ଯଦି ଆପଣ ପ୍ରଭୁଙ୍କ ଠାରୁ ଆପଣ ଦୂରକୁ ଚାଲି ଯାଉଛନ୍ତି ତାହେଲେ ଆପଣ ଶିଖୁନାହାନ୍ତି। ଆପଣଙ୍କ ଜୀବନରେ ଯଦି କିଛି ପରୀକ୍ଷା ଆସୁଛି, ପରୀକ୍ଷାରେ ଯଦି ତଳେ ପଡି ଯାଉଛି, କି ବ୍ୟଭିଚାରରେ ପଡିଯାଏ, କି ମଦ୍ୟପାନରେ ପଡିଯାଏ, କି କୂଟ କପଟରେ ପଡିଯାଏ, କି ଗର୍ବରେ ପଡିଯାଏ, କି ଦଳ ଭେଦରେ ପଡିଯାଏ, ଯଦି ପଡି ଯାଉଛନ୍ତି ତାହେଲେ ଜୀବନରେ ପରୀକ୍ଷା ଆସିବେ। ଯେତେ ବ୍ୟକ୍ତି ବାଇବଲରେ ସମର୍ପିତ ହୋଇଅଛନ୍ତି ସମସ୍ତଙ୍କ ଜୀବନରେ ପରୀକ୍ଷା ଆସିଛି, ଆଉ ସେ ପରୀକ୍ଷାରେ ସେମାନେ ଜିତିକି ବାହାରିକି ଆସିବେ। ହାଲେଲୁୟା।